ଆପଣଙ୍କ ଅପ୍ରୁଭ୍ଡ ହେଲାଣି ମେ ମାସ ପର୍ଯ୍ୟନ୍ତ। ମୁଁ ଭବାନୀ ସିକ୍ୟୁରିଟି ଏଜେନ୍ସିରେ କାମ କରୁଥିଲି। ମୋତେ 15,000 ଟଙ୍କା ଦେଇକି ମୁଁ ବସିଥିଲି ଡୋନେସନ୍। ଆଉ ହେଉଛି ସେ ମୋତେ କହିଲେ ମାସକୁ PFSI କଟିକି 12,000 ଟଙ୍କା ତୁମ ଆକାଉଣ୍ଟକୁ ଛଡ଼ାଯିବ। 3 ମାସ ଡ୍ୟୁଟି କଲି ମେଡ଼ିକାଲରେ ଭଦ୍ରକ। 3 ମାସ ପରେ ହେଉଛି ଫାଷ୍ଟ ମାସ ମୁଁ ପେମେଣ୍ଟ କହିବାରୁ କହିଲେ ଭୁଲ ଭାଲ ଅଛି ତୁମ ଆକାଉଣ୍ଟ, ଆଉ ଯେଉଁ ବ୍ୟାଙ୍କକୁ ଏମିତି ଆସିକି ସେ 2 ମାସ ପାର ହେଇଗଲା। ଲାଷ୍ଟ ମାସରେ ମୋତେ 1,600 ଟଙ୍କା ଟୋଟାଲ୍ 3 ମାସ ଡ୍ୟୁଟି କଲା ପରେ 1,600 ଟଙ୍କା ଦେଇଛନ୍ତି। ଏହି କଥା କହିବାକୁ ବାର ଆସିନି ସାର୍ ହେଉଛି ଆଉ 3 ମାସ ଡ୍ୟୁଟି କଲି କ'ଣ 1,600 ଟଙ୍କା କହିଲେ ହଉ ଠିକ୍ ଅଛି, ସେ ବ୍ୟାଙ୍କରେ ତୁମର ଭୁଲ ହେଇଛି ମୁଁ ଦେଇଦେଇଛି ଆଉ ପଡ଼ିନି। ଏମିତି ବାର ଯେତେବେଳେ ମୁଁ ଆସିଲି ତାଙ୍କ ପାଖକୁ, ସେଇଠୁ ସେ ଦିନେ କ'ଣ କହିଲେ ମୋତେ ଖରାପ ଭାଷାରେ ଗାଳି ଗୁଲଜ କଲେ, କରିକି ଧକ୍କା ମାରି ବାହାର କରିଦେଲେ। କହିଲେ ତୁ ଯା, ମୋର କ'ଣ କରିବା କଥା କରିବି। ମୁଁ ଭବାନୀ ସିକ୍ୟୁରିଟି ଏଜେନ୍ସିର ଡ୍ୟୁଟି କରୁଥିଲି। ମୋତେ ଭବାନୀ ସିକ୍ୟୁରିଟି ଏଜେନ୍ସିର ମାଲିକ ଅକ୍ଷୟ କୁମାର ଦାସ ମୋ ପାଖରୁ 15,000 ଟଙ୍କା ଡୋନେସନ୍ ନେଇଥିଲେ। ପ୍ଲସ୍ ମୋତେ ଡ୍ୟୁଟି ଦେଉଥିଲେ, ମୁଁ ଡ୍ୟୁଟି କରିଥିଲି, କିଛି ପ୍ରୋବ୍ଲେମ୍ ନାହିଁ। କିନ୍ତୁ ମୋତେ ପର ମାସ 12,000 ଟଙ୍କା କହିଥିଲେ ତୁମର PFSI କଟିକି ତୁମକୁ 12,000 ଟଙ୍କା ତୁମ ଆକାଉଣ୍ଟର ପଡ଼ିବ। କିନ୍ତୁ ବର୍ତ୍ତମାନ ମୋତେ 4,000 5,000 ପର ମାସ ପଡ଼ୁଛି। ପଡ଼ିଲା ପରେ ମୁଁ ଯେମିତି ତାଙ୍କୁ କହିଲି କ'ଣ ପାଇଁ ମୋତେ 12,000 କହିଥିଲେ, ମୁଁ ତ ଆସିକି ଚଳିବା ବହୁତ କଷ୍ଟ ହେଉଛି, 4,000 5,000 ଟଙ୍କା ନେଇ ଦେଉଛ। ଆଉ ସେଇଠୁ ମୋତେ କ'ଣ କଲେ ନା ମୋତେ କାଢ଼ିଦେଲେ, ଯାହାଫଳରେ ମୋର କହିବା କଥା ମୋର ଡୋନେସନ୍ ପଇସାଟା ମୋତେ ରିଟର୍ଣ୍ଣ କରାଯାଉ, ଆଉ ମୋତେ ବି ଡ୍ୟୁଟି ଦିଆଯାଉ। ବର୍ତ୍ତମାନ ମୁଁ ଯାଇକି ବାର ତାଙ୍କ ଅଫିସକୁ ଗଲି, 10 ଥର 50 ଥର ଦୌଡ଼ିଲା ପରେ ମୁଁ କୌଣସି ମୋର କଥାକୁ କୌଣସି ଶୁଣୁନାହାନ୍ତି। କହିଲେ ତୁମେ ମୋର +2 ପାସ୍ ଡୁପ୍ଲିକେଟ୍ ସାର୍ଟିଫିକେଟ୍ ମୁଁ ତାଙ୍କ ଅଫିସରୁ ଆଜ୍ଞା। ସିଏ ଡୋନେସନ୍ ଅଲଗା ପିଲାଙ୍କୁ ତାଙ୍କର ସାର୍ଟିଫିକେଟ୍ ଅରିଜିନାଲ୍ ସାର୍ଟିଫିକେଟ୍ ନାହିଁ, ସେମାନଙ୍କୁ କ'ଣ କରାହେଉଛି ନା ଜାଲ୍ ସାର୍ଟିଫିକେଟ୍ ଦ୍ୱାରା ଯେଉଁମାନେ ଅଧିକ ଡୋନେସନ୍ ଦେଲେ ସେମାନଙ୍କୁ ଡ୍ୟୁଟି ଦିଆହେଉଛି। ମୁଁ 15,000 ଦେଇଥିଲି, ମୋ ଠାରୁ କିଏ 20,000 25,000 ଦେଉଛନ୍ତି। ଏଇଭଳିଆ ତାଙ୍କର ଗୋଟେ ଚାଲିଛି ସଂସ୍ଥା। ବର୍ତ୍ତମାନ 5 ମାସ 6 ମାସ ହେଲା ମୁଁ ବର୍ତ୍ତମାନ ଘରେ ବସିଛି। ମୋତେ ଡକେଇବେ କହି ମୁଁ 50 ଥର ତାଙ୍କ ଅଫିସକୁ ଆସିଛି, କିନ୍ତୁ ମୁଁ କୌଣସି ନିଷ୍ପତ୍ତି ପାଇନାହିଁ, ଡ୍ୟୁଟି ପାଇନାହିଁ। ପ୍ଲସ୍ ମୋ ପଇସା ବି ଗଲା, ମୋ ପଇସା 15,000 ଗଲା, ମୋ ଡ୍ୟୁଟି ବି ଗଲା। ବର୍ତ୍ତମାନ କହୁଛନ୍ତି ଯାହା କ'ଣ କରିବୁ ଆମର କରିଦେବୁ। ମୁଁ ଗଭର୍ଣ୍ଣମେଣ୍ଟର ମିନି ୱେଜେସ୍ ପେମେଣ୍ଟ କରୁଛି, ତାର ପ୍ରମାଣ ମୁଁ ଦେଖେଇବି ୱେଜେସ୍ ରେଜିଷ୍ଟରରେ। ଆଉ ସେକେଣ୍ଡ ହେଲା ଯେଉଁ ଫେକ୍ ଡକ୍ୟୁମେଣ୍ଟ, ପିଲା ମୋତେ ଯାହା ଡକ୍ୟୁମେଣ୍ଟ ଦେଲେ, ମେଟ୍ରିକ୍ ପାସ୍ ଡକ୍ୟୁମେଣ୍ଟ ଯାହା ଦେଲେ ମୁଁ ତାର ଦେଖିଲି ରଖିଲି। ମୁଁ ମୋ ତରଫରୁ କୌଣସି ଫେକ୍ ଡକ୍ୟୁମେଣ୍ଟ ମୁଁ କରିନି। ଯାହା ପିଲା ଦେଇଛନ୍ତି ସେ ଡକ୍ୟୁମେଣ୍ଟ ମୁଁ ରଖିଛି। ଆମର ଗାଇଡ଼ଲାଇନ୍ ମୁତାକି ମେଟ୍ରିକ୍ ପାସ୍ ଥିବା ଦରକାର, ପୋଲିସ ଭେରିଫିକେସନ୍ ସାର୍ଟିଫିକେଟ୍ ରହିଥିବା ଦରକାର, 21 ବର୍ଷ ଉର୍ଦ୍ଧ୍ୱ ହେଇଥିବା ଦରକାର, ଆଉ ପ୍ରିଭିୟସ୍ ୱାର୍କ ଏକ୍ସପିରିଏନ୍ସ ଥିବା ଦରକାର। ସେଇଗୁଡ଼ା ଡକ୍ୟୁମେଣ୍ଟ ଚେକ୍ କରିକି ମୁଁ ତାଙ୍କୁ ରଖିଛି। ସେମାନଙ୍କୁ ତାଙ୍କର PFSI एक्चुअली अप टू डेट आम चलुची। जदि चाहिए आपको PFSI देखीदेवी पेमेंट से जो पेमेंट सठिक दरमा दूनी मु समस्त पिला 10 तारीख पूर्व पेमेंट करुँची मिनिमम वेजेस से मैंने किए कौन कह मुझे से तो मुझे देखा चाहिए मो प्रूफ अच्छी जे मु मिनिमम वेजेस पेमेंट करुँची प्लस टाइमली पेमेंट करुँची भित्तिया ना ताको काम न देलु से ये कह भित्तिया कौन सत्यता ना ये विषय अभियोग मिलला आम निश्चित भाव गोटे इनक्वारी करूँ डॉक्यूमेंट वेरिफिकेशन कर देखू जदि सी योग्यता नथिया लोक थी निश्चय काढ़ी दिज्व सिक्यूरीटी एजेंसी जी आम आउटसोर्सिंग एजेंसी नहीं जो नियम अनुसार जो जहाँ किसी नवा कथा आम से विषय तो इनक्वारी करहब कि इंडिविजुअल लेवल इनक्वारी करने पॉसिबल हुए तो ही पार कारण से जो आमको गोटे वर्क सर्टिफिकेट दिखाते ये जन लोक कम कले आम से अनुसार पेमेंट देलु आमर कम आम भेरीफाई कर देखू सच एंड सच लोक अच्छा कि नहीं एक दुई सी सी जो पेमेंट देवे सी सब आगुरी सब कौन करते जहाँ मो खबर मिली से सब कम देकी हुए तो एडजस्ट कर दूसरे एवं सब बैंक ऑनलाइन ट्रांजैक्शन कर डिटेल्स आमको देवे देले नेक्स्ट मंथ पे हम तो से विषय कंप्लेन आसले आम पुणी विधिवत देखी मुझे रिसेंटली नुआ आसी केवल मसुटे है धरत 1 तारीख 1 तारीख ता विषय मुझे विशेष किसी जानी वेरीफाई कर देखी जब तार एगेन्स्ट कंप्लेन आसला मैंने आम इन्वेस्टिगेशन करूँ से अनुसार आम नियम अनुसार जहाँ